ବାଲ୍ମୀକିଙ୍କର ଆଶ୍ରମର ଭକ୍ତଙ୍କଠାରୁ ଶ୍ରବଣ କରିବେ। ବର୍ତ୍ତମାନ ମୋର ବାଣୀ ଶ୍ରାମ କହିଲେ ଶୁଣ, ତମେ ମନ୍ତ୍ର ପଢିବା ଦରକାର ନାହିଁ। ଯେ ମା ମାନେ ଅଛନ୍ତି, ଛୁଆ ମାନେ ଅଛନ୍ତି, ରୁଦ୍ରାକ୍ଷ ମାଳା କେମିତି ଗଡ଼େଇବାକୁ ଏବଂ ଦଶରଥଙ୍କର ମହାପ୍ରୟାଣ ପଡିବ। ମୁଁ କହିଲି ହଁ। ତ ଆପଣମାନେ ପଚାରିବେ ହାତ ଯୋଡ଼ିକି କହିଦେଲେ ହବ, ଦେଖିବାକୁ ପଡିବ। ମୁଁ କହିଲି ହଁ। ତ ଆପଣମାନେ ପଚାରିବେ ଭିଡ଼ ଅଧିକ ବହୁତ ଅଛି, ବହୁତ ଅଧିକ, ଯାହାକି ମାନେ ଆମେ କଳ୍ପନା କରୁନଥିଲୁ। ଆଉ ଆଗକୁ ବି ବଢ଼ି ଚାଲିବ। ଆଗକୁ ଆଉ ଜଣେ ପ୍ରଭୁ ଅଛନ୍ତି, ଅନଙ୍କ ଚରଣ ଆସିବେ। କାଲି ଅଛି ନିରଞ୍ଜନ ମହାପାତ୍ରଙ୍କର, କାଲି ବି ଅଛି। 12 ତାରିଖ ଆମର ଉଦ୍ଯାପନୀ, ତାପରେ ଭସାଣୀ କାର୍ଯ୍ୟକ୍ରମ ଏବଂ ପରିସମାପ୍ତି। ଯଜ୍ଞ ଲାଷ୍ଟ ଶେଷ ଦିନ ଆମର ଯଜ୍ଞର କାର୍ଯ୍ୟକ୍ରମ ଅଛି। ପ୍ରସାଦ ସେବନ 10,000 ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଅଛି। ଆଜି ରାମଚରିତ ମାନସର ପଞ୍ଚମ ଦିନରୁ ପ୍ରଥମେ ଆମର ଆସିଥିଲେ ଜଣେ ପ୍ରବଚକ, ସେ ଦେଲେ 3 ଦିନ। ତାପରେ କାଲି ବି ଜଣେ ପ୍ରବଚକ ଦେଇଥିଲେ 4 ଦିନର। ଆଜି ଆସିଛନ୍ତି ପଣ୍ଡିତ ଜିତୁ ଦାସ। ସେଥିପାଇଁ ଲୋକଙ୍କ ଭିତରେ ଟିକେ ଆଗ୍ରହ ଅଛି, ଯେହେତୁ ସେ ଟିକେ ଟିଭି ଫିଭିରେ ଆସନ୍ତି ବା ଭଲ ରାମଙ୍କ ଉପରେ ଆଲୋଚନା କରନ୍ତି। ସେଥିପାଇଁ ଲୋକଙ୍କର ଆଗ୍ରହ ଅଛି। ତ ଦେଖୁଛନ୍ତି ତ ଯେଉଁ ଟାଇପ୍ର ଭିଡ଼ ଅଛି। ତ ଆମେ ବି ଭାବିନଥିଲୁ ଯେ ଆଜି ଲୋକମାନଙ୍କର ଏତେ ଆଗ୍ରହ ସହିତ ଆସିବେ ବୋଲି। ତ ଆଗ ବର୍ଷ ଏ ବର୍ଷ ନିଶ୍ଚିତ ଦିନେ ଆଗକୁ ବଢ଼ୁଛି, ଲୋକମାନଙ୍କର ଆଗ୍ରହ ବଢ଼ୁଛି। ସେଥିପାଇଁ ଆମେ ଅନୁଷ୍ଠାନରେ ଥିବା ପୁରୁଣା ଯେଉଁ ଆମର ଭାଇମାନେ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେମାନଙ୍କୁ ପ୍ରଥମେ ଅଶେଷ ଧନ୍ୟବାଦ ଦେବି। ଏତେ ବଡ଼ ଗୋଟେ ଶୁଭ କାମ ବା ମଙ୍ଗଳୀୟ କାମରେ ମୋତେ ସେମାନେ ପସନ୍ଦ କରିଛନ୍ତି ବା ଦାୟିତ୍ୱ ଦେଇଛନ୍ତି। 34 ବର୍ଷର ମଞ୍ଚରେ ଆଜି ହେଉଛି ଏ ନାଇକାଣ୍ଡି ମଞ୍ଚର ଆଜି ଶ୍ରୀରାମଚରିତ ମାନସ ନବାନ୍ନ ପାରାୟଣ ଓ ମହାଯଜ୍ଞର ହେଉଛି ଆଜି ପଞ୍ଚମ ଦିବସ। ଆଜି ପଞ୍ଚମ ଦିବସରେ ଆମ ପ୍ରବକ୍ତା ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଖ୍ୟାତ ପ୍ରବକ୍ତା ପଣ୍ଡିତ ଜିତୁ ଦାସ। ଆମର ପ୍ରତ୍ୟେକ ଦିନ କଳସବୁଡ଼ା ପରଠାରୁ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତୀ ଏବଂ ପାରାୟଣ ପଠନ ହେଉଛି। ମଧ୍ୟାହ୍ନ ଧୂପ ଅର୍ଥାତ୍ ବଡ଼ ଭୋଗ ଆମର ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଲାଲ, ମାତା ସୀତା, ବଜରଙ୍ଗବାଲୀଙ୍କୁ ଅର୍ପଣ କରାଯାଉଛି। ତାପରେ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ଭଜନ ସନ୍ଧ୍ୟା ପରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହିପରି ଭାବରେ ଆମେ 4 ଦିନ ସାରି ଆଜି ପଞ୍ଚମ ଦିନରେ ପହଞ୍ଚିଛୁ। ଆଜି ମଧ୍ୟ ଆଉ ଜଣେ ପ୍ରବଚକ ଅଛନ୍ତି ପଣ୍ଡିତ ନିରଞ୍ଜନ ମହାପାତ୍ର। ଆସନ୍ତାକାଲି ମଧ୍ୟ ପଣ୍ଡିତ ନିରଞ୍ଜନ ମହାପାତ୍ରଙ୍କର ପ୍ରବଚନ କାର୍ଯ୍ୟକ୍ରମ ଅଛି। ଶେଷ ଦିନ ଅର୍ଥାତ୍ 12 ତାରିଖ ଯେଉଁ ଆମର ମହାଯଜ୍ଞର ପୂର୍ଣ୍ଣାହୁତି ଦିବସ, ସେଦିନ ଅପରାହ୍ନ 3ଟା ବେଳୁ ଆମର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆରମ୍ଭ ହେବ।